ହ୍ୟାଲୋ ଫ୍ରେଣ୍ଡସ୍ ନମସ୍କାର ଜୟ ଜଗନ୍ନାଥ ଆଉ ଗୋଟେ ନୂଆ ରେସିପିକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟେ ନୂଆ ରେସିପି ନେଇକି ଆସିଛି। ସେଇଟା ହଉଛି ଗାଜର ହାଲୁଆ। ଏଠି ଦେଖନ୍ତୁ ମୁଁ ଗାଜର ପାଞ୍ଚ ଛଅଟା ନେଇଯାଇଛି ତାକୁ ଏମିତି ଗ୍ରେଟରରେ କୋରିଦେବେ। ଗ୍ରେଟ୍ କରିକିରି ଦେଖନ୍ତୁ ମୁଁ ରଖିଦେଇଛି ଗାଜରକୁ। ତାପରେ ଗୋଟେ ପ୍ୟାନ ବସେଇ ସେଥିରେ ଆପଣ ଘିଅ ଆଡ କରିବେ। ଏଠି ମୁଁ 2 ଚାମଚ ଘିଅ ନେଇଛି ଏଇଟା ଗୋଟେ ଚାମଚ ନେଇ ତାପରେ ପଛରେ ଆଉ ଗୋଟେ ନେଇଛି। ତାପରେ ସେ ଘିଅରେ ଟିକେ ଆମ କାଜୁକୁ ଭାଜି ଦେଇଛି ଭଲ ଭାବେ। ଯେହେତୁ ହାଲୁଆରେ କାଜୁ ପଡିବ ଆପଣ କାଜୁ କିସମିସ ଆଲମଣ୍ଡ ଯାହା ଚାହିଁବେ ନେଇପାରିବେ ଯେହେତୁ ମୋ ଛୁଆ ଟିକେ କାଜୁ ଖାଲି ଖାଏ ଆଉ କିଛି ଖାଏନି ତ ସେଥିପାଇଁ ମୁଁ ଖାଲି କାଜୁ ନେଇଛି। କାଜୁକୁ ଟିକେ ଭଲ ଭାବେ ଘିଅରେ ଭାଜିଦେବେ ତାପରେ ସେ କାଜୁଟାକୁ କାଢିଦେବେ। ଦେଖନ୍ତୁ ଭଲ ଭାବେ ଭାଜି ହେଇଗଲା ପରେ ଟିକେ କାଢି ଦେଇଛି। ତାପରେ ସେଇ କଢେଇରେ ଆଉ ଗୋଟେ ଟେବଲ ସ୍ପୁନ ଦେବେ ଘିଅ। ଯେହେତୁ ଘିଅ ଟିକେ କମ ଥିଲା ମୁଁ ଏଇଟା ପଛରେ ଦେଇଥିଲି ଆଉ ଟିକେ ଘିଅ। ତାପରେ ଦେଖନ୍ତୁ ଗାଜରକୁ ପକେଇ ଦେଇଛି ଗାଜରକୁ ଆପଣ ଭଲ ଭାବେ ଭାଜିଦେବେ। ଶୀତ ଦିନେ ଏଇ ଗାଜର ହାଲୁଆ ଖାଇବା ପାଇଁ ସମସ୍ତଙ୍କୁ ବହୁତ ଭଲ ଲାଗେ ଆଉ ଟେଷ୍ଟି ବି ଥାଏ। ଥରେ ଏମିତି ଟ୍ରାଏ କରି ଦେଖନ୍ତୁ ନିଶ୍ଚୟ ଭଲ ଲାଗିବ। ଏ ଦେଖନ୍ତୁ ଆମର ଗାଜରକୁ ଭଲ ଭାବେ ଟିକେ ଭାଜି ଦଉଛି। ଦେଖନ୍ତୁ ଟିକେ କଲର ବି ଚେଞ୍ଜ ହେଇଗଲାଣି। ଗାଜର ଟା ଭଲ ଭାବେ ଭାଜି ହେଇଗଲା ପରେ ସେଥିରେ ମୁଁ ଟିକେ କ୍ଷୀର ଆଡ କରିବି। ଦେଖନ୍ତୁ କ୍ଷୀର ଟା ଭଲ ଭାବେ ଗାଜର ସହିତ ଫୁଟିବ ଯେହେତୁ ତା ଟିକେ କଞ୍ଚା ସ୍ମେଲ ଟା ପଳେଇଥିବ ତଥାପି କ୍ଷୀର ଟିକେ ଫୁଟିଲେ ତା ଟେଷ୍ଟ ଟା ଭଲ ଆସିବ। ଏଠି ଦେଖନ୍ତୁ ତାପରେ ମୁଁ ଏଠି ଲୁଣ ଆଉ ଚିନି ସ୍ୱାଦ ଅନୁସାରେ ପକେଇଛି। ଜଷ୍ଟ ଟିକେ ଲୁଣ ପକେଇଛି ଆଉ 3 ଚାମଚ ମୁଁ ପକେଇଛି ଚିନି। ଆପଣ ଯିଏ ମିଠା ଯେତିକି ଖାଇବେ ସେଇ ଅନୁସାରେ ପକେଇବେ କିଏ ଅଧିକା କରୁଥିବେ କମ କରୁଥିବେ। କ୍ୱାଣ୍ଟିଟି ଦେଖିକିରି ଚିନି ପକେଇବା ଏଠି ଦେଖନ୍ତୁ ଫୁଟି ଆସିଲାଣି। କେତେ ବଢିଆ ଦେଖା ଯାଉଛି ଦେଖନ୍ତୁ। ଏଇଟା ମୁଁ ଆକ୍ଚୁଆଲି ଛୁଆମାନଙ୍କ ପାଇଁ କରିଛି ବୋଲି ଟିକେ ଏଇଟା ପାଣି ରଖିଛି ନହେଲେ ଏଇଟା ପୁରା ସୁଖା ସୁଖା ହୁଏ। ହାଲୁଆ ଟାଇପ ପୁରା। ଦେଖନ୍ତୁ ଏଇଟା ହେଇ ଆସିଲା ପରେ ମୁଁ ଏଠି ଗୁଜୁରାତି ଗୁଣ୍ଡ ପକେଇ ଦେଇଛି। ଆପଣମାନେ ମୋ ଚ୍ୟାନେଲରେ ଯଦି ନୂଆ ତାହେଲେ ଚ୍ୟାନେଲକୁ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଦେଖନ୍ତୁ ହେଇଗଲାଣି ଗାଜର ହାଲୁଆ। ଆପଣ ମାନଙ୍କୁ କେମିତି ଲାଗିଲା ମତେ କମେଣ୍ଟରେ ନିଶ୍ଚୟ ଜଣେଇବେ ଆଉ ଘରେ ନିଶ୍ଚୟ ଟ୍ରାଏ କରିବେ ଆଉ ଖାଇବେ ଆଉ ସମସ୍ତଙ୍କୁ ଖୁଆଇବେ ଥ୍ୟାଙ୍କ ୟୁ ସୋ ମଚ୍।